ତମ ନାଁଟା ଘର ବଡ ଅଗାପୁର। କଣ ହେଇଛି ଯେ ଆପଣଙ୍କ ପିଲାର? ଗାଲୁଆ ଟିକେ ଜଷ୍ଟ ବାହାରିଲା ସିରିୟସ୍ ନେଇ ଆଣିଥିଲି ଇଞ୍ଜେକ୍ସନ ଦେଲା ସେ ଇଞ୍ଜେକ୍ସନ ଲୁଚେଇ ଦେଇ ରଖିଦେଇଛି ଆସିଲା ବେଳକୁ ଅଧଘଣ୍ଟା ହେଇକି ଚାଲିଗଲା ଟିକେ ଏକା ହେଇକି ଆଉ ଅଧଘଣ୍ଟା ଭିତରେ ଚାଲିଗଲା ମାନେ ଫେରସ୍ତ କରି ଆଣିଲା ବେଳକୁ ଟଣା ହସରା ମାରିକି ଧକ୍କା ମାରିକି ତାକୁ ନେଇଗଲା ସେ କୂଳ ଚେଞ୍ଜ କରିଦେଲା ପେସୁନ ଚିଦେଲା ଧକ୍କା ମାରିଗଲା ଏଠି ବେଶୀ ମଧ୍ୟ ହେଲା କରୁନି ବାହାର କରି ପଳେଇ ଯାଉ। କିଏ ସେ କହିଲା? ସେ ଅର୍ଜୁନ ଡାକ୍ତର କହିଲା ହଁ। କୋଉଠି ତା ଘର? ଏଟା କୋଉଠି ଦୋକାନ କରୁଛନ୍ତି? ହାଇସ୍କୁଲ ପାଖରେ କୋଉ ହାଇସ୍କୁଲ ଛକ? ଏଟା ହାଇସ୍କୁଲ ଏରତାଳ ହାଇସ୍କୁଲ ଛକ ପାଖରେ ଦୋକାନ କରୁଛନ୍ତି। ଦୋକାନ ନାଁ କଣ? ମେଡିସିନ ଷ୍ଟୋର। ମେଡିସିନ ଷ୍ଟୋର ନାଁ ଜାଣିଛନ୍ତି? ଜାଣିନାହାନ୍ତି। ଇଏ କଣ ହେଇଥିଲା? କେତେ ଦିନ ହେଲା ଗାଲୁଆ ହେଇଥିଲା? ଇଏ ଆପଣ ଡାକ୍ତରକୁ ନ ଦେଖେଇକି ଆପଣ ସେଠି ମେଡିସିନ ଷ୍ଟୋରରେ କାହିଁକି ଦେଖଉଥିଲେ? ବେଶୀ ସିରିୟସ୍ ହେଇଥିଲା ନେଇଥିଲୁ ଟିକେ ଦେଖେଇଦେବା ସବୁ ଦେଖୁଥିଲି ଆଉ ଦେଖେଇ ଟେବଲେଟ ଦିଅ ଟେବଲେଟ ଦିଟା ବୁଡିଗଲା କାନ୍ଦୁଥିଲା କହିଲା ମୁଁ ନେବିନି ଇଞ୍ଜେକ୍ସନ କହିଲା ଘରୁ ନେଇଯାଅ ବଙ୍ଗାଳୀ ଗତ ଦବନି ଅଶ୍ବିନୀ ଗତ ଗୋଟେ ଇଞ୍ଜେକ୍ସନ ଦବ ଆଉ ଜଗତ ଗତ ନେଇକି ଇଞ୍ଜେକ୍ସନ ଦବ ମୁଁ ଏମିତି କଣ ପ୍ରକାର କହିଲା ମତେ ମନ ଟିକେ ଖନ୍ତି ହେଲା ତା ବାପା କହିଲେ ମୁଁ ଇଞ୍ଜେକ୍ସନ ଦେନା ପଳିଆ ସେ ତାର ମାରିଲାନି କହିଲା ବୁଡିଗଲା ଗୋଟେ ଗାଁରେ ଯୋଉ କାନ୍ଦିଲା ଅଧଘଣ୍ଟା ତ ଯାଇନି ମେକି ଛକ ବୋଧେ ଚାଲିଗଲା ଆପଣ ପଦମପୁର ନେଇକି ଗଲୁ ଇଏ ହଉଛି ବୋଧେ ହେଇଛି ଆଉ ତା ମନ ଧୋଇଲା ସେଠୁ କହିଲା ଭଦ୍ରକ ନେଇଯା ଭଦ୍ରକ ମୋ ନଣନ୍ଦ ଦେଖା ହେଲା କହିଲା ନେଇ ଚାଲ ସେ ଦେଖିବା ଚାଲ ଆଣିଲା ପରେ ତାପରେ ପଇସା ରିଟର୍ନ କରିଦେଲା। ଏ ବିଷୟରେ ଆପଣ ଥାନାରେ ଏଫଆଇଆର କରିଛନ୍ତି? ଥାନାରେ କରିଛନ୍ତି ଏଫଆଇଆର? ଯେ ଅର୍ଜୁନ ଯୋଉ ଅଛନ୍ତି ଯୋଉ ଅର୍ଜୁନ ଡାକ୍ତର ତାଙ୍କ ନାଁରେ କରିଛନ୍ତି ଏଫଆଇଆର? ବର୍ତ୍ତମାନ ସେ କଣ କହୁଛନ୍ତି? ଆପଣ କଣ ଚାହୁଁଛନ୍ତି? ଆପଣ କଣ ଚାହୁଁଛନ୍ତି?